এই নে সাপ এই 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 গোলা সাপ ଛାତେ ବେଟେ ହଁ କହୁଛି ଉତ୍କଳଦାମ ଗଡିଆର ଏତିକି ମାଛ ଧଇଲେ ମୁଁ ତା ଭାଇଟା ଉତ୍କଳତା ଭାଇ ହେଲା ଠିକ ଅଛି ପୁରା 50ଟା କଚିମ ବାସ୍ ଏଇ ମାଛ ଦେଖିପାରୁଥିବେ ହାଣ୍ଡିର ଧରା ହେଇକି ରଖାହେଇଛି କଚିମ ଦେଖା କେତେ ଗୁଡା କଚିମ 45ଟା କଚିମ ଖାଲି କଚିମ ବାଲ୍ଟିର ଖାଲି କଚିମ ଆଉ ମତେ ଦେଖିପାରୁଥିବେ ଗାଇସ୍ ଆଜି ପୁରା ମାଛ ଧରିଥିଲା ଉତ୍କଳ ମାଛ ଧରୁଥିଲା ଆଜି ତାଙ୍କ ଗଡିଆର ଆଉ ଗୋଟେ ବକେଟ ଥିଲା କାଇଁ ଆଣବେ ଏଇଟା ପୁରା ପଟି ଗଲ ବୁଲରୁ ଆଡେ ଧରି କା ଯାଅ ବସ୍ ଏଇଟାରେ ଗୋଟେ ପ୍ୟାକେଟ କର କରୁଛି ପରା ତୁ ମାଛ ଧରୁନୁ ମାଛ ତ ଉତ୍କଳ ମାଛ ଧରିକି ଦେଖେଇବୁ ମୁଁ କ୍ୟାମେରା ଜୁମ୍ କରିବି ଦେଖିପାରୁଥିବେ ଉତ୍କଳ କେମିତି ମାଛ ଧରୁଛି ସେ ତ କହିବ ମାଛ ଧରା ଶିଖି ନାହିଁ ଆଜି ଫାର୍ଷ୍ଟ ଟାଇମ୍ ମାଛ ଧରୁଛି ବେ ଏପଟେ ଦେଖା ହବ ଯୋଡ଼ା এই নে সাপ এই 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 গোলা সাপ ଛାତେ ବେଟେ ହଁ କହୁଛି ତ ସାଙ୍ଗମାନେ ଆପଣମାନେ ଏଠାରେ ଦେଖିପାରୁଥିବେ ସମ୍ପୂର୍ଣ୍ଣ ଭାବରେ ମାଛ ଧରା ସରିବା ପରେ ଏତିକି ପରିମାଣରେ ମାଛ ଅଛନ୍ତି ଆଉ ଏଠାରେ ଆପଣମାନେ କଇଁଛ ଦେଖିପାରୁଥିବେ ଏତିକି ସବୁ କଣ କଣ କଇଁଛ ଧରା ଯାଇଛି ତ ଗାଇସ୍ ଆପଣମାନେ ଯଦି ଏଇ ମାଛଟିର ନାମ ଜାଣିଛନ୍ତି କମେଣ୍ଟରେ ନିହାତି ଜଣେଇବେ ଧନ୍ୟବାଦ।